କର୍ମ ହିଁ ଭଗବାନ। ବାସ୍ତବରେ ମଣିଷ ଯେଉଁପରି ଭାବରେ କର୍ମ କରିଥାଏ ତଦ୍ ଅନୁସାରେ ସେପରି ଫଳ ଭୋଗ କରିଥାଏ। ଏହା ବିଧିର ବିଧାନ ଅଟେ। ଆମେ ସଦାସର୍ବଦା କର୍ମ କରିଚାଲିଛେ। ଯାହା ଗୋଡ଼ ହାତ ହଲାଇବା ବି ଗୋଟିଏ ଗୋଟିଏ କର୍ମ। ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ କରିବା ଛାଡ଼ିବା ଏହା ବି ଗୋଟିଏ ଗୋଟିଏ କର୍ମ ଅଟେ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, କୌଣସି ମନୁଷ୍ୟ କ୍ଷଣ ଭରି କର୍ମ ନ କରି ରହିପାରିବ ନାହିଁ। ବ୍ୟକ୍ତିର କର୍ମ ହିଁ ତାକୁ ଉପରକୁ ଉଠାଇପାରେ ଓ କର୍ମ ହିଁ ଉଚ୍ଚରୁ ନିଚକୁ ନେଇପାରେ। କର୍ମ ଅନୁସାରେ ଶୁଭ ଓ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଫଳ ନିଜେ ହିଁ ନିଜକୁ ନିର୍ଦ୍ଧାରଣ କରିଥାଏ। ଏଣୁ ବ୍ୟକ୍ତିକୁ ସଦାସର୍ବଦା ବୁଝି ବିଚାରି ନିଜର କର୍ମ କରିବା ଉଚିତ ହେବ। କର୍ମ ନିୟମ ଅନୁସାରେ କର୍ମଯୋଗ ହିଁ ଈଶ୍ୱର ଅଟେ। ବ୍ୟକ୍ତିକୁ ଈଶ୍ୱରରୁ ହିଁ ନିଜେ ନିଜର ଖରାପ କର୍ମକୁ ନିଜେ ଭୟ କରିବା ବିଧେୟ। କାରଣ ଈଶ୍ୱର ବ୍ୟକ୍ତିକୁ କ୍ଷମା କରିପାରନ୍ତି, କିନ୍ତୁ ନିଜେ ନିଜର କର୍ମ ନିଜକୁ କେବେ ବି କ୍ଷମା କରିପାରିବ ନାହିଁ। ଆମେ ଯେଭଳି କର୍ମ କରୁଁ ସ୍ୱର୍ଗକୁ ଯାଇପାରୁଁ, ନରକକୁ ମଧ୍ୟ ଯାଇପାରୁଁ ଓ ମନ୍ଦ କର୍ମ କଲେ ନରକ ଯିବାକୁ ପଡ଼ିବ। ଯଦି ବ୍ୟକ୍ତି କର୍ମକୁ ଦୋସ୍ତି ବା କର୍ତ୍ତବ୍ୟ ବୋଲି ମାନି ଦେଇପାରେ ତ ସେ ସଦାସର୍ବଦା ଲାଭରେ ରହିପାରିବ। କର୍ମ ନିୟମ ଅନୁସାରେ ସବୁବେଳେ କର୍ମ କରି ଚାଲିବା କଥା। ଏପରି କଲେ ଜୀବନଟି ମଧୁମୟ ମୌକା। କର୍ମକୁ ଯଦି ଉଚ୍ଚ ସୃଷ୍ଟି କରିପାରିବା ତେବେ ବନ୍ଧନରୁ ମୁକ୍ତି ମଧ୍ୟ ସମ୍ଭବ ହୋଇପାରିବ। କର୍ମ ଯେତେ ଦର୍ପଣ ଅଟେ, କର୍ମ ଏକ ଦର୍ପଣ ଅଟେ, ଯାହା ଆମର ନିଜ ଅସଲି ରୂପ ଦେଖାଦିଏ। କୌଣସି ବ୍ୟକ୍ତି ନିଜର ସୁନ୍ଦରରୁ ନୁହେଁ, ନିଜେ ନିଜର କର୍ମ ଅନୁସାରେ ବଡ଼ ହୋଇପାରେ। ମଣିଷକୁ ଏପରି କର୍ମ କରିବା କଥା ଯେଉଁଥିରେ ଅନ୍ୟ କାହାରି କାମକୁ ଆସିପାରେ। କର୍ମର ଶକ୍ତି ଏପରି ଅଟେ ଯେ ସ୍ୱୟଂ ଇନ୍ଦ୍ରକୁ ମଧ୍ୟ କର୍ମ ଅନୁସାରେ ଯୋନିରେ ଭୋଗ କରିବାକୁ ପଡ଼ିଥିଲା। କର୍ମଟି ସୁଖ ଦୁଃଖ ଦାତା, କର୍ମଟି ଭାଗ୍ୟର ବିଧାତା। ସୁକର୍ମ କଲେ ସ୍ୱର୍ଗବାସ, କୁକର୍ମେ ନରକର ନିବାସ। ମଣିଷ କର୍ମ କରିବା ନିଜ ମନ ଉପରେ ଜଡ଼ିତ ରହିଛି। ମନକୁ ଆମେ ଯେପରି ଭାବରେ ପରିଚାଳିତ କରିପାରିବା ସେପରି ଭାବରେ ମନ ନିଶ୍ଚୟ ଚଳିବ। କୃଷ୍ଣ ଉଦ୍ଧବକୁ କହନ୍ତି, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ହେ ପଚାରୁ। ଏଣୁ ଯିଏ ମନକୁ ଆୟତ୍ତାଧୀନ କରିପାରିବ, ସ୍ୱୟଂ ସାଧନା କରି ପାରିବ, ଇନ୍ଦ୍ରିୟମାନେ ତାକୁ କିଛି କ୍ଷତି କରିପାରନ୍ତି ନାହିଁ। ମନରୁ ଇନ୍ଦ୍ରିୟମାନେ ସଂଯମ ହୋଇପାରନ୍ତି। ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ ଏମାନେ ମନରେ ବଶ ହୋଇଥାନ୍ତି। ଏଣୁ ମଣିଷ ବୁଝି ବିଚାରି ସଦାସର୍ବଦା ସୁକର୍ମ କରିବା ବିଧେୟ ଅଟେ। ଓମ୍ ଶାନ୍ତି। ପ୍ରିୟ ବନ୍ଧୁଗଣ, ଭିଡ଼ିଓଟିକୁ ଭଲ ଲାଗିଲେ ନିଶ୍ଚୟ ଲାଇକ୍ ଓ ସବସ୍କ୍ରାଇବ୍ କରିପାରିବେ। ନମସ୍କାର।